ବାଲ୍ମୀକି ନାୟକଙ୍କର ଲିଖିତ ପ୍ରସଙ୍ଗ ଯମପୁର ଏକ ପ୍ରହେଳିକା କିମ୍ବା ଯମପୁରର ରହସ୍ୟ। ଆମେ ତ ବହୁତ କିଛି ପିଲାବେଳୁ ଶୁଣି ଆସିଛେ, ଯମପୁରରେ ଏୟା କରାଯାଏ କିମ୍ବା ସେୟା କରାଯାଏ, ବହୁତ ଗୁଜବ ଜିନିଷ ଶୁଣିଛେ, କିନ୍ତୁ ଆଜି ପର୍ଯ୍ୟନ୍ତ ନା କେହି ଯମପୁରରୁ ଯାଇକି ଆସିଛି ନା ଯମପୁର କେହି ଦେଖିଛନ୍ତି। ଆସନ୍ତୁ ତା ବିଷୟରେ ଆଜି ଜାଣିବା। ହିନ୍ଦୁ ଧର୍ମର ମାନ୍ୟତା ପ୍ରାପ୍ତ ଅଷ୍ଟାଦଶ ପୁରାଣ ମଧ୍ୟରେ ଗରୁଡ଼ ପୁରାଣର ଏକ ବିଶେଷ ମହତ୍ତ୍ୱ ରହିଛି। କାରଣ ମଣିଷ ନିଜ ଜୀବନ କାଳରେ କରିଥିବା ପାପ ଓ ପୁଣ୍ୟ କର୍ମ ଅନୁସାରେ ତାର ମୃତ୍ୟୁ ପରେ ନର୍କକୁ ଯାଇ ଦଣ୍ଡ ଭୋଗିବା କିମ୍ବା ମୋକ୍ଷ ପ୍ରାପ୍ତ କରି ସ୍ୱର୍ଗଭୋଗ କରିବା ଭଳି ବର୍ଣ୍ଣନା ଏହି ପୁରାଣରେ ଉଲ୍ଲେଖ ଅଛି। ମଣିଷର ଅନେକ ପ୍ରକାରର ଭୟ ମଧ୍ୟରୁ ମୃତ୍ୟୁ ଭୟ ସବୁଠାରୁ ଯନ୍ତ୍ରଣାଦାୟକ। ମୃତ୍ୟୁ ପରେ ମଣିଷକୁ ସମସ୍ତ ଭୟରୁ ମୁକ୍ତି ମିଳିଯାଉଥିବା କଥା ସତ ବୋଲି ସମସ୍ତେ ଜାଣିଥିଲେ ବି ଦଣ୍ଡ ମିଳୁଥିବା କଥା ଶୁଣିଲେ ବଞ୍ଚିଥିବା ମଣିଷମାନେ ଏକ ଅହେତୁକ ଭୟ ମନରେ ସ୍ଥାପନ କରି ଆତଙ୍କିତ ହୋଇ ରହନ୍ତି। ଗରୁଡ଼ ପୁରାଣକୁ ଯେଉଁ ସରଳ ବିଶ୍ୱାସୀ ଲୋକମାନେ ପଢ଼ୁଛନ୍ତି କିମ୍ବା ଶୁଣୁଛନ୍ତି, ସେମାନେ ପୁରାଣ ବର୍ଣ୍ଣିତ ତଥ୍ୟଗୁଡ଼ିକୁ କେତେ ଦୂର ବୁଝିପାରୁଛନ୍ତି ତାହା ହିଁ ଏକ ବଡ଼ ପ୍ରଶ୍ନ। ଏଇଠି ଆମେ ମୂଳ ସଂସ୍କୃତ ଗରୁଡ଼ ପୁରାଣରୁ ପଣ୍ଡିତ ଶ୍ରୀ ଚନ୍ଦ୍ରଶେଖର ନନ୍ଦଙ୍କ ଦ୍ୱାରା ପଦ୍ୟାନୁବାଦ ପୁସ୍ତକ ଉପରେ ମୁକ୍ତ ମନରେ ବିଚାର କରିବା। ଗରୁଡ଼ ପୁରାଣ ମୋଟ 18 ଗୋଟି ଅଧ୍ୟାୟରେ ସମ୍ପୂର୍ଣ୍ଣ ହୋଇଛି। ପ୍ରଥମରୁ ଶେଷ ଅଧ୍ୟାୟ ପର୍ଯ୍ୟନ୍ତ ଯେଉଁ ସବୁ ତଥ୍ୟ ଓ କାହାଣୀ ବର୍ଣ୍ଣନା କରାଯାଇଛି, ସେଗୁଡ଼ିକ ପଢ଼ିବା ପରେ ଆମ ଭଳି ସାଧାରଣ ଜ୍ଞାନ ରଖୁଥିବା କିଛି ମଣିଷମାନଙ୍କ ମନରେ କିଛି ମୌଳିକ ପ୍ରଶ୍ନ ଉଠିବା ସ୍ୱାଭାବିକ। ଶୁଦ୍ଧି ଏବଂ ବିଜ୍ଞ ପାଠକମାନେ ଆମ ମନରେ ଶଙ୍କାଗୁଡ଼ିକୁ ତର୍କସଙ୍ଗତ ଓ ବିଜ୍ଞାନ ସମ୍ମତ ଉତ୍ତର ଦେଇ ନିବାରଣ କରିଦେଲେ ଆମେ ଚିରକୃତଜ୍ଞ ରହିବୁ। ପ୍ରଥମ ପ୍ରଶ୍ନ, ସେ ଯୁଗରେ ଗରୁଡ଼ ଏକ ପକ୍ଷୀ ଜାତୀୟ ପ୍ରାଣୀ ହୋଇ ମଧ୍ୟ ମଣିଷମାନଙ୍କ ଭାଷାରେ କଥାବାର୍ତ୍ତା କରିପାରୁଥିଲା କିପରି? ଦ୍ୱିତୀୟ ପ୍ରଶ୍ନ, ଗରୁଡ଼ ନିଜର ପକ୍ଷୀ ଜୀବନ ସମ୍ପର୍କରେ ଜାଣିବା ପରିବର୍ତ୍ତେ ମଣିଷମାନଙ୍କର ଜୀବନ ସମ୍ପର୍କରେ ଜାଣିବା ପାଇଁ ବିଷ୍ଣୁଙ୍କୁ ପ୍ରଶ୍ନ କରିଥିଲା କାହିଁକି? ତୃତୀୟ ପ୍ରଶ୍ନ, ମଣିଷ ଜାତିର ଗୂଢ଼ ତତ୍ତ୍ୱ ଜାଣିବା ଓ ବୁଝିବା ପରେ ପକ୍ଷୀ ଜାତିର କ'ଣ ଲାଭ ହୋଇଥିଲା? ଏଥର ଆସନ୍ତୁ ପ୍ରଥମ ଅଧ୍ୟାୟରେ ଥିବା ସୃଷ୍ଟି ସର୍ଜନା ବୃତ୍ତାନ୍ତକୁ ବିଚାର କରିବା। ବ୍ୟାସଦେବଙ୍କର ରଚିତ ଗରୁଡ଼ ପୁରାଣକୁ ବ୍ୟାସ ଶିଷ୍ୟସୁତ ମହାମୁନି ନୈମିଷାରଣ୍ୟରେ ଯଜ୍ଞ କରୁଥିବା ଋଷିମାନଙ୍କୁ ଶୁଣାଇଥିଲେ। ସୁତମୁନି କହିଲେ, ଦିନେ ଗରୁଡ଼ ପକ୍ଷୀ ବୈକୁଣ୍ଠପୁରକୁ ଯାଇ ସୃଷ୍ଟିର ରହସ୍ୟ ଜାଣିବା ପାଇଁ ବିଷ୍ଣୁଙ୍କୁ ଅନୁରୋଧ କଲା। ବିଷ୍ଣୁ ଖୁସି ହୋଇ ଗରୁଡ଼କୁ ସୃଷ୍ଟି ରହସ୍ୟ ସହିତ ଯମପୁରରେ ମଣିଷ କିଭଳି ପାପ କର୍ମର ଦଣ୍ଡ ଭୋଗ କରିଥାଏ ସେ ବିଷୟରେ ବୁଝାଇଥିଲେ। ଆମେ ଦେଖୁଛୁ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ସମ୍ପର୍କରେ ବିଭିନ୍ନ ଧର୍ମ ସାମ୍ପ୍ରଦାୟିକ ମତ ଓ ବିଶ୍ୱାସ ଅଲଗା ଅଲଗା ରହିଛି। ଆଧୁନିକ ବିଜ୍ଞାନର ବିବର୍ତ୍ତନବାଦ ମତ ସମସ୍ତ ଧର୍ମୀୟ ମତଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ରହିଛି। ଗରୁଡ଼ ପୁରାଣ ଅନୁସାରେ ସୃଷ୍ଟି ରହସ୍ୟ ଜଳବେଷ୍ଟିତ କରଣ ପ୍ରଭୁ ନିରାକାର ବଟ ଫୁଟେ ନିଦ୍ରା ଗଲେ ସେହି ଦାମୋଦର ସହସ୍ର ସହସ୍ର ବସ୍ତ୍ର ବିତୀର୍ଣ୍ଣ ଯାଆନ୍ତେ କି କରିବି ବୋଲି ଠାକୁରାଣୀ ମନେ ଚିନ୍ତେ। ପୁନର୍ବାର ଏ ପ୍ରଳୟ କେଉଁ ପରାଭାବେ ଧ୍ୱଂସ କରି ନୂଆ ସୃଷ୍ଟି ଅପର୍ଣ୍ଣା ସୃଜିବେ। ବହୁ କାଳ ଚିନ୍ତା କରି ଦେବୀ ଠାକୁରାଣୀ ସ୍ୱପ୍ନ ଦେଖାଇବା ଆସେ ଚିନ୍ତିରେ ତକ୍ଷଣୀ। ମହାମାୟୀ ନିରାକାର ପାଶକୁ ଗମିଲେ ଭିନ୍ନ ଭିନ୍ନ ରୂପ ଦେବୀ ସ୍ୱପ୍ନ ଦେଖାଇଲେ। କାମିନୀ ରୂପରେ ମାତା ବସିଲେ ଅଙ୍କରେ, ଯୋଗ ନିଦ୍ରା ସାରି ଘାରିଲେ ସେ ନୟନରେ। ମଦନ ରୂପରେ ଦେବୀ ଶରୀରେ ପଶିଲେ, ଘାତକିନୀ ସାଜି ଦେବୀ ରତିକ୍ରିୟା କଲେ। ଘାତକିନୀ ସାଜି ଦେବୀ ବ୍ରହ୍ମ ରନ୍ଧ୍ର କାଟେ, ଶୁକ୍ର ରହି ନ ପାରିଲା ପ୍ରଭୁଙ୍କର ଘଟେ। ସ୍ଖଳନ ହୋଇଲାରେ ତ ସହସା ବିଷ୍ଣୁର, ତତ୍କ୍ଷଣ ନିରାକାର ହେଲେ ହୀନବଳ। ତାହା ଜାଣି ଠାକୁରାଣୀ ମହୁରୀ ବାସିନୀ ଚେତନା ରୂପେ ପ୍ରଭୁଙ୍କ ପାଶେ ଗଲେ ପୁଣି। ଯୋଗନିଦ୍ରା କରାଇଲେ ତ୍ୟାଗ ଯେ ପାର୍ବତୀ, ବୀର୍ଯ୍ୟ ସ୍ଖଳନ ହେଉଛି ହେଜେ ରମାପତି। ବିଚଳିତ ହୋଇ ବିଷ୍ଣୁ କାଢ଼ି ବାମକର, ଧଇଲେ ରେତକୁ ହସ୍ତ ଫୁଟେ ଦାମୋଦର।
ହସ୍ତରେ କି ଜଳ କେବେ ରହିବ ସେ ଶୁକ୍ର, 3 ଆଙ୍ଗୁଷ୍ଠି ପଥରେ ଗଡ଼ିଲା ସେ ଶୁକ୍ର। ତ୍ରିବୁନ୍ଦା ହୋଇଣ ସେହି ପୟୋଧି ଜଳରେ, ପଡ଼ିଗଲା ଦାମୋଦର ରେତଟି ସଧିରେ। ଅମୋଘ ବୀର୍ଯ୍ୟ ସେ ଅଟେ ଦାମୋଦରଙ୍କର, ଜଳେ ପଡ଼ି ଅବିଳମ୍ବେ ହୋଇଲା ଅସ୍ଥିର। ସମୁଦ୍ରରେ ବିଷ୍ଣୁଙ୍କ ହାତରୁ ବୋହି ପଡ଼ିଥିବା 3 ବିନ୍ଦୁ ବୀର୍ଯ୍ୟରୁ ପ୍ରଥମେ ବ୍ରହ୍ମା, ଦ୍ୱିତୀୟରେ ବିଷ୍ଣୁ ଓ ତୃତୀୟରେ ଶିବଙ୍କୁ ଜାତ କରାଇଲେ। ସେହି 3 ପୁତ୍ରଙ୍କୁ ସୃଷ୍ଟିର ସର୍ଜନା କରିବା ପାଇଁ ବିଷ୍ଣୁ ନିର୍ଦ୍ଦେଶ ଦେଲେ। ଏଇଠି ଗରୁଡ଼ ପୁରାଣ ପଢ଼ିଲେ ମନରେ ଅନେକ ପ୍ରଶ୍ନ ଉଠୁଛି। 1 ନମ୍ବର, ବ୍ରହ୍ମାଣ୍ଡ ସୃଷ୍ଟି ହେବା ପୂର୍ବରୁ ହିଁ ମହାମାୟା ଓ ବିଷ୍ଣୁ କଣ ବିଦ୍ୟମାନ ଥିଲେ? ଦ୍ୱିତୀୟ, ଆଦିମାତା ଯୋଗମାୟା ବଳରେ ଯଦି ବିଷ୍ଣୁଙ୍କ ସହିତ ରତିକ୍ରିୟା ସମ୍ପନ୍ନ କଲେ, ତେବେ ବିଷ୍ଣୁଙ୍କ ଅମୋଘ ବୀର୍ଯ୍ୟ ବାହାରେ ସ୍ଖଳିତ ହେଲା କାହିଁକି? ତୃତୀୟ, ବିଷ୍ଣୁଙ୍କ ହାତରୁ ବୋହି ପଡ଼ିଥିବା 3 ବିନ୍ଦୁ ବୀର୍ଯ୍ୟରୁ ଯଦି ବ୍ରହ୍ମା, ବିଷ୍ଣୁ ଓ ଶିବ ଜାତ ହେଲେ, ତେବେ ବୀର୍ଯ୍ୟସ୍ଖଳନ କରିଥିବା ବିଷ୍ଣୁ କିଏ? ଦ୍ୱିତୀୟ ଅଧ୍ୟାୟରେ ଯମପୁରର ପାପକର୍ମର ଫଳ ଓ ପିଣ୍ଡଦାନ ବର୍ଣ୍ଣନା ରହିଛି। ପୁରାଣରେ ଯମପୁରର ରହସ୍ୟମୟ ଦୃଶ୍ୟ, ଯମଦୂତମାନଙ୍କର ନିଷ୍ଠୁର ବ୍ୟବହାର ଆଦି ବର୍ଣ୍ଣନା କରାଯାଇଛି। ଅତୀବ ଦୁର୍ଗମ ଅଟେ ସେହି ଯମପୁର, ପଶେ ନାହିଁ ସୂର୍ଯ୍ୟଙ୍କ କିରଣ ସେଠାରେ। ସୂର୍ଯ୍ୟ ଚନ୍ଦ୍ର ବିନା ତାହା ଦିଶେ ଅନ୍ଧକାର, ପୂରିଛନ୍ତି ହିଂସ୍ର ଜନ୍ତୁ ଭିତରେ ତାହାର। ସିଂହ, ବ୍ୟାଘ୍ର, ସର୍ପ ଆଦି ରହିଛନ୍ତି ଯେତେ, ପ୍ରାଣୀଙ୍କୁ ଦେଖିଲେ ନାଶ କରନ୍ତି ତ୍ୱରିତେ। ଯେ ଜନ ହାବୁଡ଼େ ତାଙ୍କ ପଡ଼ିଯାଏ ଜାଣ, କେବେ ହେଲେ ରହେ ନାହିଁ ତା ପୈତୃକ ପ୍ରାଣ। ମଳମୂତ୍ର, ପୂଜ, ଲାଳନ ଆଦି ସେ ସମ୍ପୂର୍ଣ୍ଣ, ହୋଇଥାଏ ମନେ ରଖ ସେ ନର୍କ ଭୁବନ। ଦୁର୍ଗନ୍ଧ ସର୍ବଦା ନିରିଗତ ହୋଇଥାଏ, ଯେଉଁଆଡ଼େ ଚାହିଁ ବିଷ୍ଠା ପରିପୂର୍ଣ୍ଣ ଥାଏ। କଣ୍ଟକ ପୂର୍ଣ୍ଣ ଅଟହି ସେହି ସ୍ଥାନ ଗୋଟି, ଯମଦୂତେ ଅସ୍ତ୍ର ଧରି ବୁଲୁଣ ଥାନ୍ତି। କଣ୍ଟକମୟ ପଥରେ ଯମଦୂତଗଣ, ନିଅନ୍ତି ତପ୍ତ ତୈଳେ ପକାନ୍ତି ସେ ଜାଣ। ବିଭିନ୍ନ ପ୍ରକାରେ ମାଡ଼ ଦିଅନ୍ତି ତାହାଙ୍କୁ, କୀଟପୂର୍ଣ୍ଣ ସ୍ଥାନେ ଛାଡ଼ି ଦିଅନ୍ତି ଯେ ତାଙ୍କୁ। କ୍ଷିଧା ତୃଷା କାଳେ ଅନ୍ନ ଅବା ଜଳଦାନ, ନ କରିଣ ଏଣୁ ତେଣୁ କରନ୍ତି ବଚନ। ଏହାର ଅର୍ଥ, ଯମପୁରର ଏହି ବର୍ଣ୍ଣନା ପଢ଼ିଲେ ଲାଗୁଛି ଯେମିତି ଯମପୁରଟି ପୃଥିବୀର ଯେକୌଣସି ଦେଶ ବା ରାଜ୍ୟର ଗୋଟିଏ ଅପନ୍ତରା ଓ ବର୍ଜିତ ଘନ ଜଙ୍ଗଲ ଅବସ୍ଥିତରେ। ଏଠିରେ ମଣିଷକୁ ଦଣ୍ଡ ଦେବା ପାଇଁ କେତେ ପ୍ରକାର ବିଧି ଲେଖା ଅଛି। ସମସ୍ତ ଦଣ୍ଡ କେବଳ ଶରୀର ଥିବା ମଣିଷକୁ ହିଁ ଦିଆଯାଇପାରିବ। ତେଣୁ ପ୍ରଶ୍ନ ଉଠୁଛି, ମଣିଷର ମୃତ୍ୟୁ ପରେ ଏଇଠି ଛାଡ଼ି ଯାଇଥିବା ଶରୀର ତ ନଷ୍ଟ ହୋଇଯାଉଛି, ତେବେ ଯମପୁରରେ ଦଣ୍ଡ ଭୋଗ କରିବା ପାଇଁ କଣ ଆଉ ଏକ ଶରୀର ତିଆରି କରାଯାଉଛି? ଯମଦୂତମାନେ ଏଠାରୁ ମୃତ ଶରୀରକୁ ଉଠେଇ ନେଇ ଯାଉନାହାନ୍ତି କାହିଁକି? ଯମପୁରରେ ଯଦି ପୃଥିବୀ ଭଳି ସମସ୍ତ ଭୌତିକ ପଦାର୍ଥ ଯଥା ଲୁହାରେ ତିଆରି ମରଣାସ୍ତ୍ର, କଡ଼େଇ, ତେଲ, ଅଗ୍ନି ଆଦି ରହିଛି, ତେବେ ସେଠାରେ ବାସ କରୁଥିବା ହିଂସ୍ର ଜନ୍ତୁ, ଯମଦୂତ ଆଦିଙ୍କ ପାଇଁ ଖାଦ୍ୟ ପଦାର୍ଥ ବି ରହିଥିବ। ତେଣୁ ଅଯଥା ପିତୃପୁରୁଷଙ୍କୁ ଶ୍ରାଦ୍ଧ ନାମରେ ପିଣ୍ଡଦାନ କରାଯାଉଛି କାହିଁକି? ଏହି ଅଧ୍ୟାୟରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି, ମଣିଷ ଯେତେ ଯାହା ମନ୍ଦ କର୍ମ କଲେ ମଧ୍ୟ ଅପରାଧବୋଧ କରିବା ଆବଶ୍ୟକ ନାହିଁ। କାରଣ ସେ ମୃତ୍ୟୁବରଣ କଲା ପରେ ତାର ସୁପୁତ୍ର ଜାରଜପୁତ୍ର ନୁହେଁ। ଯଦି ବ୍ରାହ୍ମଣଙ୍କର ନିର୍ଦ୍ଦେଶରେ ବିଧିପୂର୍ବକ ଶ୍ରାଦ୍ଧ ଓ ପିଣ୍ଡଦାନ କରିବ ଏବଂ ବ୍ରାହ୍ମଣକୁ ଗୋଦାନ, ଭୂଦାନ, ସ୍ୱର୍ଣ୍ଣଦାନ ଓ ଟଙ୍କାଦାନ ଆଦି କରିବ, ତାହେଲେ ଯମପୁରରେ ତାର ସମସ୍ତ ପାପ କ୍ଷମା ହୋଇଯିବ। ମୃତ ପିତା କେବଳ ଆତ୍ମା କିମ୍ବା ଶରୀର ସହିତ ଜଣା ନାହିଁ, ନର୍କକୁ ନ ଯାଇ ବୈକୁଣ୍ଠପୁରକୁ ଯାତ୍ରା କରିବେ। ଏଥିରେ କନ୍ୟା ଦ୍ୱାରା ପିଣ୍ଡଦାନ କରିବା ବିଧି ନାହିଁ। ତୃତୀୟ ଅଧ୍ୟାୟରେ ପିଣ୍ଡିଧକାର ବୃତ୍ତାନ୍ତ, ଚତୁର୍ଥ ଅଧ୍ୟାୟରେ କର୍ମଣାୟ ଦଣ୍ଡ ବିଧାନ, ପଞ୍ଚମ ଅଧ୍ୟାୟରେ ପାପୀର ଯମଦଣ୍ଡ ବର୍ଣ୍ଣନ, ଷଷ୍ଠ ଅଧ୍ୟାୟରେ ପାପ ଅନୁଯାୟୀ ରୋଗମାନଙ୍କର ଉତ୍ପତ୍ତି ବର୍ଣ୍ଣନା କରାଯାଇଛି। ସବୁଥିରେ ଏକାଭଳି ଅସଙ୍ଗତ ଅବିଶ୍ୱସନୀୟ ତଥ୍ୟଗୁଡ଼ିକୁ ବୁଲେଇ ବଙ୍କେଇ ପୁନରାବୃତ୍ତି କରାଯାଇଛି, ଯାହାର ସିଧା ଅର୍ଥ ହେଉଛି, ବଞ୍ଚିବା ପାଇଁ ସାଂସାରିକ ସୁଖ ଓ ସୁବିଧା ଅପେକ୍ଷା ମୃତ୍ୟୁ ପରର ଜୀବନ ପାଇଁ ବେଶୀ ଚିନ୍ତା କର। ସପ୍ତମ ଅଧ୍ୟାୟରେ ଗର୍ଭରେ ଗର୍ଭବାସ ବର୍ଣ୍ଣନା କରି ଲେଖକ କହିଛନ୍ତି, ମା ପେଟରେ ରହୁଥିବା ଶିଶୁ ବି ନର୍କବାସ କରୁଥାଏ। ପିତା ବୀର୍ଯ୍ୟ ସେ ସମୟେ ମାତାରେ ରଜରେ, ହୁଅଇ ନାଶ ପତିତ ଯୋନିର ମଧ୍ୟରେ। ଗମନ କରଇ ରଜ ବୀଜ ଧୀରେ ଧୀରେ, ଯାଇ ପ୍ରବେଶ ମାତା ଗର୍ଭର ମଧ୍ୟରେ।
ଜୀବ ଥାଏ ଚାହିଁ ପୂର୍ବ କର୍ମ ଅନୁସାରେ, ଯନ୍ତ୍ରଣା ନରକ ପାଇଁ ଭୋଗ କରିବାରେ। ମାତୃଗର୍ଭେ ତତ୍କ୍ଷଣେ ହୁଅନ୍ତି ପ୍ରବେଶ, କରିବା ପାଇଁ ଭୋଗ ନରକର କ୍ଲେଶ। ମାତା ଜାଣ କେଉଁ କାଳେ ରଜବତୀ ହୁଏ, ଦେହ ତାହାରିଟି ପାପ ବୋଲି ଶାସ୍ତ୍ର କହେ। ଏହି ତଥ୍ୟକୁ ଆମେ ଯୁକ୍ତିସଙ୍ଗତ ଭାବି ଗ୍ରହଣ କରିପାରିବା କି? ଲେଖା ଅଛି, ବୃତ୍ତାସୁରକୁ ମଧ୍ୟ କରି ଇନ୍ଦ୍ର ବ୍ରହ୍ମ ହତ୍ୟା ପାପ କରିଥିବାରୁ ସ୍ୱର୍ଗ ରାଜ୍ୟ ଶାସନ କରିପାରିଲେ ନାହିଁ। ବ୍ରହ୍ମା ଇନ୍ଦ୍ରକୁ ଶାପମୁକ୍ତ କରିବା ପାଇଁ ତାଙ୍କର ବ୍ରହ୍ମ ହତ୍ୟା ପାପକୁ 6 ଭାଗ କରିଦେଲେ। ବ୍ରହ୍ମା ଇନ୍ଦ୍ରକୁ ପ୍ରତ୍ୟେକ ଭାଗକୁ କ୍ରମାନ୍ୱୟ ଭାବେ ନାରୀର ଋତୁମତୀ ସମୟ, ବୃକ୍ଷ, ଅଗ୍ନି, ପୃଥିବୀ, ନଦୀ ଓ ବୈଶାଖ ମାସକୁ ବାଣ୍ଟିଦେଲେ। ଇନ୍ଦ୍ର ମାପମୁକ୍ତ ହୋଇ ସ୍ୱର୍ଗରେ ରାଜା ହୋଇ ବସିଲେ। ଏହି କାହାଣୀରୁ କାହାକୁ କିଭଳି ଶିକ୍ଷା ମିଳୁଛି? ଅଷ୍ଟମ ଅଧ୍ୟାୟରେ ବବ୍ରୁବାହନ କୃତ ପ୍ରେତ ସଂସ୍କାର, ନବମ ଅଧ୍ୟାୟରେ ଆତୁରେ ଗୋଦାନୀ ଫଳ, ଦଶମ ଅଧ୍ୟାୟରେ ପାପ ଓ ପୁଣ୍ୟର ବିଚାର, ଏକାଦଶ ଅଧ୍ୟାୟରେ ଶବଦାହ ବିଧି ଓ ପ୍ରେତ କର୍ମ, ଦ୍ୱାଦଶ ଅଧ୍ୟାୟରେ 10 ଦିବସୀୟ ବିଧି ଓ ସନ୍ତାନହୀନର ପ୍ରେତ ପୁଣ୍ୟ ବର୍ଣ୍ଣନା, ତ୍ରୟୋଦଶ ଅଧ୍ୟାୟରେ ଏକାଦଶ ପିଣ୍ଡଦାନ ବିଧି, ଚତୁର୍ଦ୍ଦଶ ଅଧ୍ୟାୟରେ ଦ୍ୱାଦଶାହ ପିଣ୍ଡଦାନ ଓ ଶୌଚ ବିଧାନ ବର୍ଣ୍ଣନା, ପଞ୍ଚଦଶ ଅଧ୍ୟାୟରେ ଯମପୁର ବୃତ୍ତାନ୍ତ, ଷୋଡ଼ଶ ଅଧ୍ୟାୟରେ ଗୃହସ୍ଥର କର୍ତ୍ତବ୍ୟ ଓ ବୈକୁଣ୍ଠ ପ୍ରାପ୍ତିର ଉପାୟ, ସପ୍ତଦଶ ଅଧ୍ୟାୟରେ ବିରାଟ ପୁରୁଷ ରୂପ ବର୍ଣ୍ଣନା ତଥା ପିଣ୍ଡରୁ ପ୍ରାଣତ୍ୟାଗ ଏବଂ ଅଷ୍ଟାଦଶ ଅଧ୍ୟାୟରେ ମୁଖ୍ୟ ଯୋଗର ବର୍ଣ୍ଣନା କରାଯାଇଛି। ଉପରୋକ୍ତ ସମସ୍ତ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିବା କାଳ୍ପନିକ ତଥା ଅବିଶ୍ୱାସନୀୟ ପ୍ରସଙ୍ଗଗୁଡ଼ିକର ମୂଳ ଉଦ୍ଦେଶ୍ୟ ହେଉଛି ଧର୍ମବିଶ୍ୱାସୀ ଲୋକମାନଙ୍କୁ ମାନସିକ ସ୍ତରରେ ଆତଙ୍କିତ କରି ରଖିବା। କାରଣ ଆତଙ୍କିତ ମଣିଷ ମୃତ ବ୍ୟକ୍ତିଙ୍କ ପ୍ରେତାତ୍ମାକୁ ଶାନ୍ତ କରିବା ପାଇଁ ଏବଂ ମୋକ୍ଷ ପ୍ରାପ୍ତ କରାଇବା ପାଇଁ ବ୍ରାହ୍ମଣମାନଙ୍କୁ ଯଥୋଚିତ ଦାନ ଦକ୍ଷିଣା ଦେବାକୁ ପଛଘୁଞ୍ଚା ଦିଏ ନାହିଁ। ପଞ୍ଚଦଶ ଅଧ୍ୟାୟରେ ଯମପୁରର ଯେଉଁ ବର୍ଣ୍ଣନା ଅଛି ତାହା ପୃଥିବୀର କୌଣସି ଏକ ମହାରାଜାଙ୍କର ରାଜଭବନ ଠାରୁ କମ୍ ନୁହେଁ। ଦେଖନ୍ତୁ, ପୁର ଚାରି ପାରୁ ସେ ଯେ 4ଟି ଦୁଆର, ପୂର୍ବ ପଶ୍ଚିମ ଦକ୍ଷିଣ ଆବର ଉତ୍ତର, ପ୍ରାଚୀର ଦୀର୍ଘାକାର ଯେ ଘେରିଛି ଚେ ପୁର, ଯୋଜନ ସହସ୍ର ଶୁଣ ଜଟଇ ବିସ୍ତାର, କାରୁକାର୍ଯ୍ୟ ବହୁତ ହି ହୋଇଛି ନିର୍ମିତ, ନୀଳ ହୀରା ମାଣିକ୍ୟରେ ଖମ୍ବ ଯେ ଶୋଭିତ, ସୂର୍ଯ୍ୟ ସମବାଳ କାନ୍ତି ଅଟଇ ତାହାର, ଅଟଇ ବିଚିତ୍ରପୁର ନିର୍ମାଣ ପ୍ରକାର, ବିଜଳିତ ନର୍ବରତ୍ନ ତହିଁ ଏକ ପୁରେ, ଆନନ୍ଦରେ ଚିତ୍ରଗୁପ୍ତ ତହିଁ ବାସ କରେ। ଅର୍ଥାତ୍ ଯମପୁରରେ ବାସ କରୁଥିବା ଯମ, ଚିତ୍ରଗୁପ୍ତ ଓ ଯମଦୂତମାନେ ଆରମ୍ଭଦାୟକ ଜୀବନ ଅତିବାହିତ କରୁଛନ୍ତି। ଯମପୁରବାସୀ କେବେ ଓ କିପରି ଜାତ ହୋଇଛନ୍ତି? ସେମାନେ ଅମର ନା ମରଣଶୀଳ? ସେମାନେ ଅଶରୀର ନା ଶରୀରଧାରୀ? ସେମାନେ ଅନ୍ନ ଜଳ ସେବନ କରନ୍ତି ନା ନାହିଁ? ଏସବୁ ସମ୍ପର୍କରେ ବି କୌଣସି ଉଲ୍ଲେଖ କରାଯାଇ ନାହିଁ। ଷୋଡ଼ଶ ଅଧ୍ୟାୟରେ ଗୃହସ୍ଥର କର୍ତ୍ତବ୍ୟ ହେଉଛି ବ୍ରହ୍ମଚର୍ଯ୍ୟା ପାଳନ କରିବା, ପୁତ୍ର ପ୍ରାପ୍ତି ପାଇଁ ହିଁ ସ୍ତ୍ରୀ ସହବାସ କରିବା, ବୈକୁଣ୍ଠ ପ୍ରାପ୍ତିକୁ ଧ୍ୟାନରେ ରଖି ସର୍ବଦା ପୂଜାପାଠ କରି ଦାନ ଦକ୍ଷିଣ ଦେବା। କିନ୍ତୁ ଗୃହସ୍ଥ ପାଇଁ ପାରିବାରିକ ଓ ସାମାଜିକ କର୍ତ୍ତବ୍ୟ କ'ଣ ହେବା ଉଚିତ ସେ ବିଷୟରେ ଚର୍ଚ୍ଚା ହୋଇନାହିଁ। ଏହି ଅଧ୍ୟାୟରେ ଗୋଟିଏ ଅବୈଜ୍ଞାନିକ ତଥ୍ୟ ବି ଲେଖା ହୋଇଛି। ନାରୀ ରଜସ୍ୱଳା ହେବାର 5 ଦିନ ଠାରୁ ହିଁ ଗର୍ଭବତୀ ହୋଇପାରେ। ଯୁଗ୍ମ ଦିନଗୁଡ଼ିକରେ ସମ୍ଭୋଗ କଲେ ପୁତ୍ର ହେବ ଏବଂ ଅଯୁଗ୍ମ ଦିନଗୁଡ଼ିକରେ ସମ୍ଭୋଗ କଲେ କନ୍ୟା ଜନ୍ମ ହେବ। ଏହା ଏକ ଭୁଲ ତଥ୍ୟ। ସପ୍ତଦଶ ଅଧ୍ୟାୟରେ ବର୍ଣ୍ଣିତ ବିରାଟ ପୁରୁଷ କେବେ କେଉଁଠି ଜାତ ହୋଇଛି ଲେଖା ନାହିଁ, କିନ୍ତୁ ତାହାର ବିଭିନ୍ନ ଅଙ୍ଗରେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ରଖିଥିବା କଥା ଲେଖା ହୋଇଛି, ଯଥା ପାତାଳ, ବିତଳ, ସୁତଳ, ମହାତଳ, ତଳାତଳ, ସରାତଳ, ଶପଥ ପାତାଳ, ଭୂଲୋକ, ଭୁବଲୋକ, ଜନଲୋକ, ତପଲୋକ, ସତ୍ୟଲୋକ, ସ୍ୱଲୋକ ଓ ମହାଲୋକ। ସେହିଭଳି କିଛି ପର୍ବତର ନାମ ବି ଉଲ୍ଲେଖ ଅଛି। ମେରୁ ପର୍ବତ, କୈଳାସ ପର୍ବତ, ହିମାଳୟ ପର୍ବତ, ଗନ୍ଧମାର୍ଦ୍ଦନ ପର୍ବତ ଓ ସପ୍ତକୁଳାଚଳ ପର୍ବତର ନାମ ଲେଖା ଅଛି, ଯେଉଁଗୁଡ଼ିକ ଭାରତ ଓ ଆଖପାଖରେ ବିଦ୍ୟମାନ ଅଛି। କେବଳ ସେହିଗୁଡ଼ିକ ଉଲ୍ଲେଖ ଅଛି। ଆମେରିକା, ରୁଷିଆ, ଜାପାନ, ଚୀନ ଆଦି ଦୂର ଦେଶରେ କୌଣସି ପର୍ବତର ନାମ ଉଲ୍ଲେଖ ନାହିଁ।
ସେହିଭଳି ଜମ୍ବୁଦ୍ୱୀପ, ଶାକଦ୍ୱୀପ, ଶାମଳୀଦ୍ୱୀପ ଓ ପ୍ଲକ୍ଷଦ୍ୱୀପର ନାମ ଅଛି। ଆମ ଜ୍ଞାତରେ ଥିବା ଆଣ୍ଡାମାନ, ପୋର୍ଟ ବ୍ଲେୟାର, ଲାକ୍ଷାଦ୍ୱୀପ ସମୂହକୁ କେଉଁ ନାମ ଦିଆହୋଇଛି ବୁଝିବାର ଉପାୟ ନାହିଁ। ଏଥିରେ ବର୍ଣ୍ଣିତ ଅଛି 6 ଗୋଟି ସପ୍ତ ସାଗର ହେଉଛି ଲବଣ ସମୁଦ୍ର, କ୍ଷୀର ସାଗର, ଦଧି ସିନ୍ଧୁ, ସୁରା ସିନ୍ଧୁ, ଘୃତା ସାଗର ଓ ଇକ୍ଷୁ ସାଗର। ସପ୍ତମ ସାଗରର ନାମ ନାହିଁ। ନବଗ୍ରହଙ୍କର ନାମ ଉଲ୍ଲେଖ ଅଛି। ରବି, ସୋମ, ମଙ୍ଗଳ, ବୁଧ, ଗୁର, ଶୁକ୍ର, ଶନି, ରାହୁ ଓ କେତୁ। ଏହାର ସମାଜ ଉପରେ କୁପ୍ରଭାବ କ'ଣ ରହିଥାଏ? ଗରୁଡ଼ ପୁରାଣରେ ଉଲ୍ଲେଖ କରାଯାଇଥିବା ତଥ୍ୟ, ପ୍ରସଙ୍ଗ, କାହାଣୀ, ଉପଦେଶ ଓ ନିର୍ଦ୍ଦେଶ ଗୁଡ଼ିକ ବିବାଦୀୟ ବିଷୟ। ସେଗୁଡ଼ିକ ବ୍ୟକ୍ତି ଓ ସମାଜ ଉପରେ କିଭଳି କୁପ୍ରଭାବ ପକାଇଛି ତାହା ଅନୁଧ୍ୟାନ କଲେ ସାଧାରଣ ଜ୍ଞାନ ରଖୁଥିବା ଶିକ୍ଷିତ ଓ ଅଶିକ୍ଷିତ ଲୋକମାନଙ୍କର ଜ୍ଞାନ ଚକ୍ଷୁ ଖୋଲିଯିବ। ଏଥିରେ ଜମାରୁ ସନ୍ଦେହ ନାହିଁ। ଆଜିର ଯୁଗରେ ଯୌଥ ପରିବାର ଭାଙ୍ଗିଯାଇ ଛୋଟ ଛୋଟ ପରିବାର ଗଠନ ହେଉଛି। କଥାରେ ଅଛି, ଯେତେ ଭାଇ ସେତେ ଘର। ନୀତିରେ ଭାଇ ଭଉଣୀ ସିନା ଗୋଟିଏ ଘରୁ ଅଲଗା ହୋଇଯାଉଛନ୍ତି, କିନ୍ତୁ ସେମାନଙ୍କୁ ଜନ୍ମ କରି ପାଳି ପୋଷି ବଡ଼ କରିଥିବା ବୃଦ୍ଧ ପିତା ଓ ମାତା ଅସହାୟ, ଦୁର୍ବଳ ଓ ରୋଗାଗ୍ରସ୍ତ ଅବସ୍ଥାରେ ବି ଦଣ୍ଡ ଭୋଗ କରୁଛନ୍ତି କାହିଁକି? ଏଥିପାଇଁ ଅର୍ଥନୈତିକ ସମସ୍ୟା ଯେତିକି ଦାୟୀ ନୁହେଁ, ଭାବନାତ୍ମକ ସମ୍ପର୍କ, ସମ୍ବେଦନଶୀଳ ମନୋବୃତ୍ତି ଏବଂ ବିଶେଷ କରି ମାନବିକ ଦାୟିତ୍ୱବୋଧର ଅଭାବ ବେଶୀ ଦାୟୀ। ବଞ୍ଚିଥିବା ଅବସ୍ଥାରେ ଗୁରୁଜନକୁ ଅବହେଳା ତଥା ଉପେକ୍ଷା କରିଥିବା ପୁତ୍ରମାନେ ସେମାନଙ୍କର ମୃତ୍ୟୁ ପରେ ବଢ଼େଇ ଚଢ଼େଇ ଶ୍ରାଦ୍ଧ ତର୍ପଣ ଆଦି କରିଥାନ୍ତି। ଯିଏ ଯେତେ ଅଧିକ ଟଙ୍କା ଖର୍ଚ୍ଚ କରିପାରିବ, ସେ ସେତିକି ସୁପୁତ୍ର ବା ପିତୃଭକ୍ତ ବୋଲି ସମାଜରେ ଖ୍ୟାତ ହେବ। ଅର୍ଥାତ୍ ସମାଜରେ ନିଜକୁ ପିତୃମାତୃଭକ୍ତ, ଧାର୍ମିକ ତଥା ଦାନବୀର ବ୍ୟକ୍ତି ହିସାବରେ ପ୍ରଚାର କରିବାରେ ମୌକା ମିଳିଯାଏ। ଏହାର ବିପରୀତ ଅସଲ କାରଣ ହେଉଛି ଜୀବିତାବସ୍ଥାରେ ଗୁରୁଜନଙ୍କର ପ୍ରତି କରିଥିବା ଦୁର୍ବ୍ୟବହାର ଯୋଗୁଁ ଯେଉଁମାନଙ୍କର ମାନସିକ ଗ୍ଲାନି ଥାଏ, ସେମାନେ ଭୟ କରନ୍ତି, କାଳେ ମୃତ ବ୍ୟକ୍ତିର ଅତୃପ୍ତ ଆତ୍ମା ପ୍ରତିଶୋଧ ନେବା ପାଇଁ ଆମର ଅନିଷ୍ଟ କରିଦେବ କି? ସେହି ଭୟରୁ ମୁକ୍ତି ପାଇବା ପାଇଁ ଗରୁଡ଼ ପୁରାଣର ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣକୁ ଦାନ ଦକ୍ଷିଣା ଦେଇ ପିଣ୍ଡଦାନ କରିଦେଲେ ପ୍ରେତାତ୍ମା ମୁକ୍ତି ପାଇଯିବ ଏବଂ ସେମାନେ ସୁରକ୍ଷିତ ରହିବେ ବୋଲି ଦୃଢ଼ ବିଶ୍ୱାସ କରନ୍ତି। ଉପଯୁକ୍ତ ଚିକିତ୍ସା କରେଇ ଆରୋଗ୍ୟ ହେବା ପାଇଁ ରୋଗୀ ଯେମିତି ଦୂରଦୂରାନ୍ତରେ ଥିବା କୁଶଳ ଡାକ୍ତରଙ୍କ ପାଖକୁ ଯେତେ ଖର୍ଚ୍ଚ ହେଉ ପଛେ ଦୌଡ଼ି ଯାଆନ୍ତି, ଠିକ୍ ସେହିଭଳି ପବିତ୍ର ଗଙ୍ଗା ନଦୀରେ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କଲେ ତୁରନ୍ତ ଏବଂ ନିଶ୍ଚିତ ଭାବେ ପ୍ରେତାତ୍ମାକୁ ମୋକ୍ଷ ମିଳୁଥିବା ପ୍ରତ୍ୟେକ ହିନ୍ଦୁମାନଙ୍କର ଏକ ସହଜ ବିଶ୍ୱାସ। ପୁରୀ, ତିରୁପତି, କାଶୀ, ବନାରସ ଆଦି ଅନେକ ତୀର୍ଥସ୍ଥଳ ଏଥିପାଇଁ ବିଖ୍ୟାତ। ଏହିସବୁ ଜାଗାରେ ଶ୍ରାଦ୍ଧ, ମୁଣ୍ଡନ ଓ ପିଣ୍ଡଦାନ ନାମରେ ଜଳ ପ୍ରଦୂଷଣ ହେବା ସହିତ କୋଟି କୋଟି ଟଙ୍କାର ବ୍ୟବସାୟ ବି ଚାଲିଛି। ଆର୍ଥିକ ସ୍ୱଚ୍ଛଳ ଥିବା ବ୍ୟକ୍ତିମାନେ ଏହି କାମ କରିବା ପାଇଁ ନିଜର ସୌଭାଗ୍ୟ ବୋଲି ମନେ କରନ୍ତି। ଏଥର ଦେଖିବା ଗରିବ ଲୋକମାନଙ୍କର ଦୁରବସ୍ଥା। ଗରୁଡ଼ ପୁରାଣ ନବମ ଅଧ୍ୟାୟରେ ଲେଖା ଅଛି, ଦାନ ଦେବା ପାଇଁ ଏହିପରି ଯେ ଅକ୍ଷମ, କହୁଅଛି ତେବେ ଶୁଣ ଉପାୟ ଯେ ଆନ। ନାମ କୀର୍ତ୍ତନ ପ୍ରଭୁର କରିବା କରାଇ, କର୍ଣ୍ଣରେ ଶ୍ରବଣ କରି ମୁଖେ ବା ଗୁଣଇ। ଶୁଣି ଗୀତା ଭାଗବତ ଆଦି ବିପ୍ରମୁଖ, ସକାଳ ପାପ ନାଶିବ ତରି ଯିବ ଦୁଃଖ। ଅର୍ଥାତ୍ ଗରିବ ପୁତ୍ର ଦାନ ନ ଦେଇ ମଧ୍ୟ ପିତାଙ୍କ ଆତ୍ମାର ସଦ୍ଗତି ପାଇଁ ଗୀତା, ଭାଗବତ ଆଦି ପଢ଼ିବା, ଶୁଣିବା ଯଥେଷ୍ଟ ହେବ। କିନ୍ତୁ ବାସ୍ତବରେ ଗରିବଙ୍କୁ ରିହାତି ମିଳୁଛି କି? ଆଦୌ ନୁହେଁ। ସମାଜ ସେହି ଗରିବ ଲୋକଙ୍କୁ କୌଣସି ପ୍ରକାରେ ରିହାତି ଦେବାକୁ ରାଜି ହୁଏ ନାହିଁ। ବ୍ରାହ୍ମଣମାନେ ବି ଗରୁଡ଼ ପୁରାଣରେ ମହତ ନିର୍ଦ୍ଦେଶକୁ ଗରିବଙ୍କୁ ଦାନ କରିବା ଆବଶ୍ୟକ ନାହିଁ ଲୁଚାଇ ରଖିଦିଅନ୍ତି। ବିଚାରା ଗରିବ ଲୋକ ଧାର ଉଧାର କରି ଜମି ବା ସୁନା ବିକ୍ରି କରି କିମ୍ବା ଋଣ ଆଣି ଶ୍ରାଦ୍ଧ କରିବାକୁ ମଧ୍ୟ ବାଧ୍ୟ ହୋଇଥାଏ। କେତେକ ଅତି ଗରିବ ଲୋକ ଦ୍ୱାରା ଦ୍ୱାର ବୁଲି ବୁଲି ଭିକ ମାଗି ଶବ ଦାହ କରୁଥିବା ଏବଂ ଶ୍ରାଦ୍ଧ କରୁଥିବା ଦୃଶ୍ୟ ଆମେ ମଧ୍ୟ ଦେଖିଛୁ। ଭିକ୍ଷାରୁ ପ୍ରାପ୍ତ ଧନରେ ଶ୍ରାଦ୍ଧ କରି ବ୍ରାହ୍ମଣଙ୍କୁ ଦାନ ନାମରେ ଭିକ୍ଷା ଦେବା କେଉଁ ତର୍କରେ ଆମେ ନ୍ୟାୟସଙ୍ଗତ ବୋଲି କହିବା? ପିତା ଓ ମାତାଙ୍କୁ ହରେଇ ଅନାଥ ଅନୁଭବ କରୁଥିବା ଗରିବ ପୁତ୍ର ପାଇଁ ବୋଝ ଉପରେ ନଳିତା ବିଡ଼ା ଭଳି ଅନ୍ୟାୟ ନୁହେଁ କି ଏହା? ଯମପୁର, ନର୍କ, ପ୍ରେତାତ୍ମା ଆଦି କାଳ୍ପନିକ ମାୟା ଜଗତରୁ ମୁକ୍ତ ହୋଇ
ଆମେ ଯଦି ବାସ୍ତବ ଜଗତକୁ ଫେରିବା ତେବେ ଆମକୁ ନିଶ୍ଚିତ ଭାବେ ମାନସିକ ଶାନ୍ତି, ଶାରୀରିକ ସୁଖ ଏବଂ ଆର୍ଥିକ ଲାଭ ପ୍ରାପ୍ତ ହେବ। ଆଜି ଶରୀର ବିଜ୍ଞାନୀମାନେ ମାନବ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଗବେଷଣା କରୁଛନ୍ତି। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ ଡାକ୍ତରଖାନା, ମେଡିକାଲ କଲେଜକୁ ଅନେକ ଶବ ବସ୍ ଆବଶ୍ୟକ ପଡୁଛି। ଆମେ ଯଦି ଯେକୌଣସି କାରଣରୁ ମୃତ୍ୟୁବରଣ କରିଥିବା ଶବକୁ ନଷ୍ଟ ନ କରି ମେଡିକାଲ କଲେଜକୁ ଶରୀରର ଦାନ କିମ୍ବା ଅଙ୍ଗ ଦାନ ପ୍ରକ୍ରିୟାରେ ଦାନ କରିଦେବା, ତେବେ ତାଙ୍କ ଶରୀରର କିଛି ଅଙ୍ଗ ଅନ୍ୟ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିହେବ ଏବଂ ତାଙ୍କୁ ନୂଆ ଜୀବନ ପ୍ରାପ୍ତ ମଧ୍ୟ ହୋଇପାରିବ। ଏହା ହେବ ଏକ ସର୍ବୋତ୍ତମ ମାନବୀୟ ଧର୍ମ। କିଛି ଲୋକ ଏହାର ପ୍ରତିବାଦ କରି କହନ୍ତି, ଏହି ଜନ୍ମରେ ଅଙ୍ଗଦାନ କରିଦେଲେ ଆସନ୍ତା ଜନ୍ମରେ ଅପାଙ୍ଗ ହୋଇ ଜନ୍ମ ହେବ। ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅବୈଜ୍ଞାନିକ ବିଶ୍ୱାସ। ବିଭିନ୍ନ ଧର୍ମଶାସ୍ତ୍ର ବି ଅଙ୍ଗଦାନକୁ ସମର୍ଥନ କରୁଛନ୍ତି। ଆମର ଚିନ୍ତା କରିବା ଉଚିତ ଯେ ଜୀବିତ ଅବସ୍ଥାରେ ଦାନ ଯଦି ପାର୍ଥିବ ଶରୀରକୁ ମୁଖ୍ୟ ବାଟ ଦେଖାଇ ପାରୁଛି, ତେବେ ମୃତ୍ୟୁ ପରେ ଜଡ଼ ଶରୀରକୁ ଦାନ ନ କରିବା କାହିଁକି? ପୁରାଣରେ ଉଲ୍ଲେଖ ଅଛି, ବ୍ୟାତାସୁରକୁ ନିଧନ କରିବା ପାଇଁ ମହର୍ଷି ଦଧିଚି ନିଜ ଶରୀରକୁ ଅସ୍ଥିଦାନ କରିଥିଲେ। ବିଦ୍ୟାଦାତା ଗଣେଶଙ୍କ ମସ୍ତକ ସ୍ଥାନରେ ଗଜମୁଣ୍ଡ ଖଞ୍ଜା ଯାଇଥିଲା। ତେଣୁ କୌଣସି ଅଙ୍ଗ କାହା ଉପରେ କୁପ୍ରଭାବ ପକାଇବ ଏହା ଭାବିବା ଭୁଲ। କୌଣସି ଧର୍ମ କେଉଁଠି ଅଙ୍ଗଦାନକୁ ବାଧା ଦେବାକୁ ପ୍ରୟାସ କରିନାହିଁ। ମାନବ ସେବାକୁ ମାଧବ ସେବା ବୋଲି ଯେଉଁମାନେ ବିଶ୍ୱାସ କରୁଛନ୍ତି, ସେମାନେ ଶରୀର ଦାନ ପାଇଁ ଉଦାର ମନରେ ଆଗେଇ ଆସିବା ଉଚିତ। ଧନ ଦାନକୁ ଶାସ୍ତ୍ରରେ ମହାପୁଣ୍ୟ ବୋଲି କୁହାଯାଇଥିବା ବେଳେ ଅଙ୍ଗଦାନ ଦ୍ୱାରା ଆଉ ଜଣକୁ ଜୀବନ ଦାନ ଦେବାଠାରୁ ବଳି ପୁଣ୍ୟ କିଛି ଥାଇ ନପାରେ। ଅର୍ଥାତ୍ ଅଙ୍ଗଦାନ ମହାଦାନ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ସେୟାର ମଧ୍ୟ କରନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପରବର୍ତ୍ତୀ ନୂଆ ଭିଡ଼ିଓକୁ ଦେଖିବା ପାଇଁ ଅପେକ୍ଷା କରନ୍ତୁ। ଦେଖାହେବ ପୁଣି ଆଉ ଏକ ଶିକ୍ଷଣୀୟ ଭିଡ଼ିଓରେ। ନମସ୍କାର।